ସାଙ୍ଗମାନେ ମୋ ବୋଉ ଆଜି ମଟନ୍ ଖାଇ ସାରିଲା ପରେ ମୋ ବୋଉଙ୍କୁ ଜ୍ୱର ହଠାତ୍ କିନା ମାଡ଼ି ଆସିଲା। ଆଜି ମୁଁ ଖାଇ ଦେଇକି ମୋ ବୋଉ ସେତେବେଳୁ ଶୋଇଛନ୍ତି ଯେ ଏଯାଏଁ ବି ଉଠି ନାହାନ୍ତି। ବୋଉ ଦେହ ଟିକେ କମିଲାଣି? କମିନି? ଟିକେ କମିଲାଣି? ଆଉ ହଉ ଉଠ। ଆଉ ଟିକେ ଖାଇକି ନହେଲେ ମେଡିସିନ ଖାଇଦିଅ। ଆଉ ଏମିତି ଶୋଇଲେ କେମିତି ହବ? ଏଠି ତମ ପାଇଁ ଆଣିଛି, ବ୍ରେଡ୍ ଆଣିଛି, କ୍ଷୀର ବି ଆଣିଛି। ଆଉ ଟିକେ ନାକୁ ଖାଇକି ମେଡିସିନ ତ ପୁଣି ଖାଇବ ନା ନାଇଁ? ଆଉ ମେଡିସିନ ନ ଖାଇଲେ କେମିତି ହବ? ଆଉ ଖାଲି କଣ ଶୋଇ ରହିଲେ କଣ ଭଲ ହବ? ଦେଖିଆ ଆଉ ଉଠି ପଡ, ବେଶୀ ଆସିବନି। କି ମଟନ ଖାଇଲ ଯେ ଏକାଥରେ ଜ୍ୱର? ଆଉ ସକାଳୁ ଟିକେ ଛିଟଛିଟ ଲାଗୁଥିଲା ଯେ ମୁଁ କହିଲି ଥଣ୍ଡା ହେଇଛି, ପାଣିକି ଦେଖିଲେ ଡର ଲାଗିଲା। ଆଉ ଉଠି ପଡ, ଆଉ ମେଡିସିନ ରାତିରେ ଖାଇଦେଲେ କାଲି ସକାଳୁ ଭଲ ହେଇଯିବ। ହଁ ଠାକୁର କରନ୍ତି ଏମିତି କାହାକୁ ନ ହଉ। ଏ ଗୋଟେ ସାମାନ୍ୟ ଟିକେ ଜ୍ୱରରେ ତମେ ଏମିତି ହେଇଯାଉଛ। ଏଥିରେ ବାପା ଟିକେ କଣ ଉଆ ହେଲେ ତମେ ବାପାଙ୍କୁ କହିବ କାହିଁ ତମେ ସମ୍ଭାଳୁନ, ନିଜେ ତ କିଛି ସମ୍ଭାଳି ପାରୁନ, ଆଉ ବାପାଙ୍କୁ କଣ କହୁଛ? ସମ୍ଭାଳି ହବନି, ସମ୍ଭାଳିବାକୁ ପଡିବ ନା। ଆଉ ବାପା କହିଲେ କିଛି କହିବିନି, ଦେହରେ ସବୁ ମାରିବାକୁ ପଡିବ।